ସତରେ ମୋ ଭାବନାଟା ନା ବହୁତ ଭୁଲ ଥିଲା। ପ୍ରକୃତରେ ଏ ଦୁନିଆରେ ଏ ଘର ଦ୍ୱାର ସମ୍ପତ୍ତିଠୁ ଯଦି ଦାମିକା ସମ୍ପତ୍ତି କିଏ ଥାଏ, ସିଏ ହଉଛନ୍ତି ବାପା ମା। ତାଙ୍କଠୁ ବଡ ସମ୍ପତ୍ତି କିଛି ନାହିଁ। ଯଦି ବାପା ମାଙ୍କର ଆଶୀର୍ବାଦ ସବୁବେଳେ ଥିବ ନା, ତ ଦୁନିଆରେ ତମକୁ କୌଣସି ଶକ୍ତି ହରେଇ ପାରିବନି। ଆରେ ଗୀତା, ଆରେ ଏଇ ଖଟ କାହା ପାଇଁ? ପୁଣି ବେଡସିଟ୍ ସବୁ ପକେଇଲେଣି? ଆରେ କାହା ପାଇଁ ସବୁ କଣ କରୁଛ? ଆରେ ତମେ ଆସିଗଲ। ଜାଣିଛ ନା, ବୋଉ ଫୋନ କରିଥିଲେ ଆଉ ଜୋହରେ କାନ୍ଦୁଥିଲେ। କହିଲେ ବାପାଙ୍କର ଦେହ ବହୁତ ଖରାପ। ତାଙ୍କୁ ଘରେ ନା କେହି କଥାବାର୍ତ୍ତା କରୁନାହାନ୍ତି। ଆଉ ମୁଁ ତାଙ୍କୁ ଘରକୁ ଡାକି ଦେଇଛି। ଆରେ ବାପା ବୋଉ ଏଇଠି ରହିବା ପାଇଁ ମୁଁ ତାଙ୍କ ପାଇଁ ଖଟ ଆଉ ଭଲ ବେଡସିଟ୍ ପକେଇ ଦେଇଛି। ଆଉ ଶୁଣୁନ, ତମେ ଗୋଟେ ଭଲ ଡକ୍ଟର ସାଙ୍ଗରେ କଥାବାର୍ତ୍ତା ହଉନ। ତମେ ଶୀଘ୍ର ଯାଇକି ଆଉ ଟିକେଟ କରିଦିଅ ତାଙ୍କ ପାଇଁ। ଆରେ ତମ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲା ନା କଣ? ଆରେ ଯିଏ ଘରର ପ୍ରପର୍ଟିର ଭାଗ ନେଇଛି, ଆରେ ସିଏ ତାଙ୍କ ସେବା କରୁ। ଆରେ ଯିଏ ତାଙ୍କ ସୁନା କଣା ନେଇଛି, ଆରେ ସିଏ ତାଙ୍କ ସେବା କରୁ। ଏଇ ଦିନ ପାଇଁ ମୁଁ ଘରର ପ୍ରପର୍ଟି, ସୁନା ଜିନିଷ ସବୁ ଛାଡି ଦେଇଥିଲି। ଆରେ ତମକୁ ପୁରା ଗୋଟେ ଚିହ୍ନା ସୁନା ମିଳିନି। ଓ, ଏବେ ସେବା କରିବା ପାଳି ପଳେଇ ଆସିଲା ପୁଣି ଆମ କଥା ମନେ ପଡିଗଲା ନା? ଆଚ୍ଛା ମତେ କହିଲ, ସେ ଆଗରୁ କୋଉଠି ଥିଲେ କହିଲ? ଆମକୁ କଣ ଦେଇଛନ୍ତି କହିଲ? ଆଁ? କଣ କହିଲ? କଣ କହିଲ? ସେ ତମକୁ କଣ ଦେଇଛନ୍ତି? ସେ ତମକୁ ଜନ୍ମ ଦେଇଛନ୍ତି, ଛୋଟରୁ ବଡ କରିଛନ୍ତି। ଦରକାର ନାହିଁ ସେ ସୁନା ଜିନିଷ, ମୋର ଦରକାର ନାହିଁ ସେ ପ୍ରପର୍ଟି। ମୋର ଦରକାର ବାପା ମାଙ୍କର ଆଶୀର୍ବାଦ। କଥାରେ ଅଛି ନା, ଯାହା ଉପରେ ବାପା ମାଙ୍କର ଆଶୀର୍ବାଦ ଥିବ ତା ଜୀବନଟା ସୁଖମୟ ହେଇଯିବ। ଯାହାକୁ ଜମି ମିଳିବାର ଥିଲା, ଯାହାକୁ ସୁନା ଜିନିଷ ମିଳିବାର ଥିଲା, ଯାହାକୁ ଘର ଦ୍ୱାର ମିଳିବାର ଥିଲା, ତାକୁ ତାହା ମିଳିଗଲା ନା। ସେମାନେ ତାଙ୍କୁ କଣ ପାଇଁ ସେବା କରିବେ? ମୁଁ ଜାଣିଛି ସେମାନେ ତାଙ୍କୁ କେବେ ବି ସେବା କରିବେନି। ମୁଁ ଜାଣିଛି ମତେ ସେଇ ସେବା କରିବାକୁ ପଡିବ। ଭଗବାନ ନା ମତେ ସେ ସୌଭାଗ୍ୟ ଦେଇଛନ୍ତି। ବାପା ମାଙ୍କର ସେବା କଲେ ଈଶ୍ୱର ପ୍ରାପ୍ତି ହୋଇଥାଏ। କିନ୍ତୁ ଈଶ୍ୱରଙ୍କ ସେବା କଲେ ବାପା ମା ମିଳିନଥାନ୍ତି। ବାପା ମା ବଞ୍ଚିଥିଲା ବେଳେ ତମେ ତାଙ୍କର ସେବା କଲେ ନା, ତାଙ୍କର ତମ ଉପରେ ଆଶୀର୍ବାଦ ଥିଲେ ନା, ତମେ ଜୀବନରେ କୋଉଠି ହାରିବନି। ତମେ ସବୁବେଳେ ଖୁସିରେ ରହିବ। ଗୋଟେ ପୁଅ ପାଇଁ ୟାଠୁ ସୌଭାଗ୍ୟ ଆଉ କିଛି ନଥାଏ। ଆରେ ଏ ଘର ଦ୍ୱାର ସମ୍ପତ୍ତି ଏଇଠି ସବୁ ରହିଯାଏ, କିନ୍ତୁ ବାପା ମାଙ୍କର ଆଶୀର୍ବାଦ ତମ ପାଖରେ ସବୁବେଳେ ଥାଏ। ଏ କଥାଟା ତମେ ସବୁବେଳେ ମନେ ରଖିଥିବ। ସତରେ ମୋ ଭାବନାଟା ନା ବହୁତ ଭୁଲ ଥିଲା। ପ୍ରକୃତରେ ଏ ଦୁନିଆରେ ଏ ଘର ଦ୍ୱାର ସମ୍ପତ୍ତିଠୁ ଯଦି ଦାମିକା ସମ୍ପତ୍ତି କିଏ ଥାଏ, ସିଏ ହଉଛନ୍ତି ବାପା ମା। ତାଙ୍କଠୁ ବଡ ସମ୍ପତ୍ତି କିଛି ନାହିଁ। ଯଦି ବାପା ମାଙ୍କର ଆଶୀର୍ବାଦ ସବୁବେଳେ ଥିବ ନା, ତ ଦୁନିଆରେ ତମକୁ କୌଣସି ଶକ୍ତି ହରେଇ ପାରିବନି। ମୋ ବୁଝାମଣାଟା ବହୁତ ଭଲ ଥିଲା। ଯାହା ହଉ, ତମ ମତେ ଆଜି ନା ମୋ ଆଖି ଖୋଲିଦେଲ।